ଇକେୱାଇସି ଜାନୁଆରୀ ଲାଷ୍ଟ ସୁଦ୍ଧା ସରିଯିବ। ତା ଭିତରେ ସେମାନେ ସରେଣ୍ଡର କରିଦିଅନ୍ତୁ। ଏଟା ମୁଁ ଆପିଲ କରୁଛି, ଏଗେନ୍ ଆପିଲ କରୁଛି, ସେମାନେ ସରେଣ୍ଡର କରିଦିଅନ୍ତୁ। କୌଣସି ଆକ୍ସନ୍ ନିଆଯିବ ନାହିଁ। ତାପରେ ବି ଯେଉଁମାନେ ଛାଡ଼ିବେ ନାହିଁ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯିବ। ଆମର ପ୍ରୋକ୍ୟୁରମେଣ୍ଟ ପ୍ରକୃତରେ ଠିକ୍ଠାକ୍ ଚାଲିଛି। କିଛି ଜାଗାରେ ମିଲର ମାନେ ଯେଉଁ ମନମାନି କରୁଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ ଆକ୍ସନ୍ ନିଆଯାଉଛି। ଆଉ ମୁଁ ଭାବୁଛି ବହୁତ ସୁଧୁରିଛି। ଆଉ ଯେଉଁମାନେ ବାରମ୍ବାର କହିଲା ପରେ ବି ସୁଧୁରିବେ ନାହିଁ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯିବ। ଏଥିରେ କିଛି ଅସୁବିଧା ନାହିଁ। ଶୋକଜ ହେଇଛି ଯେଉଁମାନେ ଅଧିକ କଟନି ଛଟନି କରୁଛନ୍ତି, କଥା ମାନୁନାହାନ୍ତି, ସେମାନଙ୍କୁ ଶୋକଜ କରାଯାଇଛି। ନିଶ୍ଚୟ କରାଯିବ। ଯେଉଁମାନେ ସରକାରଙ୍କ ନିୟମ ମାନିବେ ନାହିଁ, ସରକାରକୁ ମାନିବେ ନାହିଁ, ସେଇ ପୁରୁଣା ଆଉ ନୀତିରେ ଚାଲିବେ, ଆଉ ସେଟା ଚଳିବ ନାହିଁ। ନୂଆ ସରକାର ଆସିଲା, ନୂଆ ନୀତିରେ ଚାଲିବ। କୃଷକମାନଙ୍କୁ ହଇରାଣ କଲେ ଆକ୍ସନ୍ ନିଆଯିବ। ଇକେୱାଇସି ଜାନୁଆରୀ ଲାଷ୍ଟ ସୁଦ୍ଧା ସରିଯିବ। ତା ଭିତରେ ସେମାନେ ସରେଣ୍ଡର କରିଦିଅନ୍ତୁ। ଏଟା ମୁଁ ଆପିଲ କରୁଛି, ଏଗେନ୍ ଆପିଲ କରୁଛି, ସେମାନେ ସରେଣ୍ଡର କରିଦିଅନ୍ତୁ। କୌଣସି ଆକ୍ସନ୍ ନିଆଯିବ ନାହିଁ। ତାପରେ ବି ଯେଉଁମାନେ ଛାଡ଼ିବେ ନାହିଁ ତାଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯିବ। ଅନେକ ବ୍ଲକ, ଗୋଟେ ଗୋଟେ ବ୍ଲକରେ 200-300 ଏମିତି ଲୋକ ଅଛନ୍ତି, ଅଫିସର ମାନେ ଅଛନ୍ତି, ଚାକିରି କରୁଛନ୍ତି, ସରକାରୀ ଚାକିରି, ଆଉ ଇନକମ୍ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି, ଫିର୍ ବି ସେମାନେ ରାସନ ନେଉଛନ୍ତି। ଏଇଟା ଧରା ପଡ଼ିଛି। ସେମାନେ ତା ମନକୁ ମୁଁ କହିବା କଥା ଆଗରୁ ସେମାନେ ସରେଣ୍ଡର କରିଦିଅନ୍ତି। ହଁ, ସେଇଟା ହେଇଥିବ, କିନ୍ତୁ ମୁଁ ତାକୁ ଆଉ କିଛି କରିବି। ମୋ କହିବା କଥା ସେମାନେ ସରେଣ୍ଡର କରିଦେଲେ ଭଲ। ଯୋଉଠି ଟୋକନର ଅସୁବିଧା ଅଛି ମୁଁ ଡିପାର୍ଟମେଣ୍ଟକୁ କହିଛି, ସେ ସମସ୍ୟା ସମାଧାନ ହେଇଯିବ। ସମସ୍ତେ ଟୋକନ ପାଇବେ।